କହୁଛନ୍ତି ଯେ ରିପୋର୍ଟ ଡକ୍ଟର ବାହାର କରିକି ଦେଇଛନ୍ତି। ପୁଅର ମୁଣ୍ଡରେ ଶକ୍ତ ମାଡ଼ ହେବା ଦ୍ୱାରା ତାର ଚର୍ମ ଭିତରେ ରକ୍ତଚାପ ହେଇଛି, ତା ଫୁସଫୁସରେ ଚାପ ହେଇଛି, ରକ୍ତ ଜମିଛି। ତାପରେ ତା ଆଖି ରକ୍ତ ଜମିଛି, ତା ନାକ ବାଟେ ବି ମୁଁ ନିଜେ ଦେଖିଥିଲି ରକ୍ତ ବି ବାହାରିଥିଲା। ରିପୋର୍ଟ ବି ଠିକ ଦେଇଛନ୍ତି। ବଡିରେ ସବୁ ତା ଫୁସଫୁସରେ ତା ପେଟରେ ତାର ତ ସର୍ବାଙ୍ଗ ସବୁଆଡେ ଆଉ 21ଟା ଆଘାତ। ତ ସବୁ ସର୍ବାଙ୍ଗ ରିପୋର୍ଟରେ ସବୁ ହାତ ଗୋଡ଼ ମୁଣ୍ଡ ଆଖି ଆଉ ଛାତି ତା କୋଳ ଗାତ ତାର କୋଉ ଆଡ ନାହିଁ। ରାକ୍ଷସ କୋଉ ଆଡେ ଛାଡି ନାହାନ୍ତି, ସବୁଆଡେ ନିଶ୍ଚିତ କ୍ଲିୟର ସେ କହୁଛି କି ମାନେ ତାର ଆଘାତ ଯୋଗୁଁ ହିଁ ମରିଛି, ତାକୁ ମାରି ଦିଆଯାଇଛି। ଡକ୍ଟରଙ୍କୁ ମୁଁ ଏଇଠି ତାଙ୍କୁ ବହୁତ ଧନ୍ୟବାଦ। ରିପୋର୍ଟ ସତ ରିପୋର୍ଟ ଦେଇଛନ୍ତି। ମହାପ୍ରଭୁ ତାଙ୍କୁ ଭଲରେ ରଖୁ, ପ୍ରଭୁଙ୍କ ଆଶୀର୍ବାଦରୁ ଭଲରେ ଥାନ୍ତୁ। ଡକ୍ଟର ମତେ ବହୁତ ଭଲ ରିପୋର୍ଟ, ମୋ ମନ ବୁଝିଲା ଭଳି ରିପୋର୍ଟ ଦେଇଛନ୍ତି। ଆଉ ମୁଁ ଆଶା କରୁଛି ଯୋଉମାନେ ମାରିଛନ୍ତି ସେମାନଙ୍କୁ ଆଶା କରିଛି ଯେ ପୋଲିସ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଉଚିତ ଶାସ୍ତି ଦବାକୁ, କିନ୍ତୁ ସେମାନେ ଉଚିତ ଶାସ୍ତି ଦେବେ ନାହିଁ। ମୋର ନା ମୋର ଇଏ ଭରସା ବିଶ୍ୱାସ ମୋର ପୋଲିସଙ୍କ ଉପରେ ନାହିଁ କି କ୍ରାଇମବ୍ରାଞ୍ଚଙ୍କ ଉପରେ ନାହିଁ କି ମୋର ଏମାନଙ୍କ ଉପରେ କାହା ଉପରେ ନାହିଁ। ସେମାନେ ୟାକୁ ସବୁ ଏଡିଜି କି ପୁଲିସ କି ବଞ୍ଚେଇବା ପାଇଁ କି ତାଙ୍କ ଭାଇ କି ବଞ୍ଚେଇବା ପାଇଁ କି ସେ ଗୋଟେ ଅନାଥ ମାର ଦୁଃଖ ତାଙ୍କୁ ଦେଖାଯାଉନି। ଆଉ ଯଦି ତାଙ୍କୁ ଦେଖାଯାଉନି, ସେ ଯଦି ବି ମୋ ପ୍ରତି କଣ ଅନ୍ୟାୟ, ମୁଁ ନ୍ୟାୟର ଭିକ୍ଷା ମାଗୁଛି, ସେ ଯଦି ମୋ ପାଇଁ କି କିଛି ଅନ୍ୟାୟର ଭିକ୍ଷା ଦବାକୁ ବି ଇଏ କରୁଛନ୍ତି, ଇଚ୍ଛା କରୁଛନ୍ତି, ସିଏ ଆର ଜନ୍ମ ନୁହେଁ ଏଇ ଜନ୍ମରେ ପ୍ରଭୁ ତାଙ୍କୁ ଛାଡିବେନି। ଏ ଆଖିରୁ ଲୁହ ନହୁ ହଉଛି, ମୋ ପୁଅ ଆଖିରେ ବି ମାଡରେ ବି ସେ ନହୁ ହେଇଛନ୍ତି, ତାଙ୍କୁ ପ୍ରଭୁ କେବେ ଛାଡିବେନି। ଆଉ ମୁଁ ତ ଅନାଥ, ମୁଁ କଣ କରିପାରିବି? ମୁଁ ଚାହୁଁଛି ଯୋଉ ଭଳିଆ ଡକ୍ଟର ରିପୋର୍ଟ ଦେଇଛନ୍ତି, ମୋ ମନ ବୁଝିଲା ଭଳି ରିପୋର୍ଟ ଦେଇଛନ୍ତି, ଆଉ ସତ ରିପୋର୍ଟ ସେ ଦେଇଛନ୍ତି, ସେଥିଲାଗି ତାଙ୍କୁ ଆଜି ଏକାଦଶୀରେ ମହାପ୍ରଭୁକୁ ଡାକୁଛି, ପ୍ରଭୁ ସେ ଡକ୍ଟରଙ୍କର ସବୁବେଳେ ତାଙ୍କ ଚଲାପଥ ମଙ୍ଗଳ ହଉ, ତାଙ୍କ କୁଳ ଉଜ୍ଜଳ ହଉ। ଆଉ ଏମାନେ ଯୋଉ ମୋ ପାଇଁ ଅନ୍ୟାୟ କରୁଛନ୍ତି, କ୍ରାଇମବ୍ରାଞ୍ଚ ବାଲା ଆଉ ପୋଲିସ ବାଲା, ଏମାନଙ୍କ ପାଇଁ ସେଇ ହାତ ଟେକି ଦଉଛି ଠାକୁରଙ୍କୁ, ସେଇ ହାତ ଟେକି ଦଉଛି, ସେଇ ଠାକୁର ତାଙ୍କ ପାଇଁ ଯାହା ବିଚାର କରିବେ। ତମେ ଡକ୍ଟର ଠାରୁ ସାର୍ଟିଫିକେଟ ପାଇଲ, ରିପୋର୍ଟ ପାଇଲ, ଠିକ ଆଖିରେ ଦେଖୁଛ କେମିତି ମରଣ ହଉଛି, ହାତରେ ବି ପ୍ରମାଣ ଧରିଛ, ତା ଭିତରେ ତମେ ଆମକୁ ଭୁଆ ବୁଲଉଛ। କିନ୍ତୁ ମୁଁ ସହୁଛି, ଭଗବାନ ସହିବନି। ଯୋଉ ସୂର୍ଯ୍ୟନାରାୟଣ ଦେଖୁଛି ସେଇ ତମ ପାଇଁ ବିଚାର କରିବ, ସେଇ ତମ ପାଇଁ ନ୍ୟାୟ ଦବ। ମତେ ନାଗୁନି ସେମାନେ ମତେ ଠିକ ନ୍ୟାୟ ଦେବେ ବୋଲିକି, ମତେ ନାଗୁନି। ମୁଁ ସେଇ ସକାଶେ ବହୁତ ଥର ତାଙ୍କୁ ବାର କି ଅନୁରୋଧ କରୁଛି, ତମେ କ୍ରାଇମବ୍ରାଞ୍ଚକୁ ଏ କେସଟା ମୋର ଦେଇଦିଅ। ତମ ସିବିଆଇ କି କ୍ରାଇମବ୍ରାଞ୍ଚ ବାଲାକୁ ଅନୁରୋଧ କରୁଛି, କ୍ରାଇମବ୍ରାଞ୍ଚ ବାଲାକୁ ପୁଣି ମୁଁ କାନି ପାତି ଭିକ୍ଷା ମାଗୁଛି, ତମକୁ ତମ ପାଦ ତଳେ ପଡୁଛି, ତମକୁ ଅନୁରୋଧ କରୁଛି, ତମେ ସିବିଆଇ କି ଇଏ ମୋ କେସଟା ଦେଇଦିଅ। ତମ ହାତରେ ତମେ ରଖନି, ମୁଁ ଜାଣୁଛି ତମେ ମତେ ନ୍ୟାୟ ଦବନି। ତମେ କ୍ରାଇମବ୍ରାଞ୍ଚ ବାଲାକୁ ମୁଁ ଏତିକି ଭିକ୍ଷା ମାଗୁଛି, ସିବିଆଇ କି ଇଏ କେସଟା ମୋର ତମେ ଦେଇଦିଅ।